ଗଣେଶ ସାମଗ୍ରିକ ଭାବରେ ଗୋଟେ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ ଅତି ପ୍ରଭାବଶାଳୀ ସ୍ରଷ୍ଟା ଥିଲେ। ଏକାଧାରରେ ଉପନ୍ୟାସିକ, ଚିତ୍ରଗଳ୍ପକାର, ଭ୍ରମଣ କାହାଣୀର ରଚୟିତା, ଆତ୍ମଜୀବନୀ ଲେଖକ, ସବୁ ଦିଗରେ ତାଙ୍କର ଥିଲା ଏବଂ ପ୍ରତିଷ୍ଠିତ ଇଂରାଜୀ ପ୍ରଫେସର ଥିଲେ। ତାଙ୍କର ପ୍ରତ୍ୟେକ ସୃଷ୍ଟିଶୀଳ ରଚନାରେ ଆମେ ନୂଆ ସାହିତ୍ୟର ରୂପ ଦେଖୁଥିଲୁ। ସେ ବିଷୟରେ ଆଜି ବହୁତ କଥା ଚର୍ଚ୍ଚା ହେଲା ଏବଂ ତାଙ୍କର ଯେଉଁ ପ୍ରସିଦ୍ଧ ଉପନ୍ୟାସ ସାମୁଦ୍ରିକ ତାକୁ ନେଇ ଅଧ୍ୟୟନ କରିକିନା ତାର ସ୍ମାରକୀ ପ୍ରଦାନ କରି ଏସବୁ କରିଥିଲେ ବିଶିଷ୍ଟ ସାହିତ୍ୟିକ ଦାସ ବେହେରା। ତାଙ୍କର ସାମୁଦ୍ରିକ କୃତି ଆଉ ତାଙ୍କର ଜୀବନ ବିଷୟରେ ଆଲୋଚନା କଲେ। ଓଡ଼ିଆ ଭାଷାର ଅନୁବାଦ ମଧ୍ୟ ସବୁ ଭାଷାରେ ହେବା ଦରକାର। ସେ କଥାକୁ ଗୁରୁତ୍ୱ ଦେଇଛନ୍ତି ଆଜି ସଭାପତି ସେ କଥା କହିଲେ। ପ୍ରକୃତିରେ ଏଇ ଯେଉଁ ଆଦାନ ପ୍ରଦାନର କଥା ଏଇଟା ପ୍ରକୃତିରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମ ଭାଷାର ଶ୍ରେଷ୍ଠ ରଚନା ଯେମିତି ଅନ୍ୟ ଭାଷାରେ ଅନୁବାଦ ହେବ ଏବଂ ଅନ୍ୟ ଭାଷାର ରଚନା ମଧ୍ୟ ଆମ ଭାଷାରେ ଅନୁବାଦ ହେବ, ତାହେଲେ ଯାଇ ବିଶ୍ୱ ଦରବାରରେ ବା ସର୍ବଭାରତୀୟ କ୍ଷେତ୍ରରେ ପହଞ୍ଚିବା ପାଇଁ ଓଡ଼ିଆ ଅସ୍ମିତାର କଥା ଆସିବ। ଓଡ଼ିଆ ଅସ୍ମିତା ପ୍ରକୃତରେ କ'ଣ? ଓଡ଼ିଆ ଅସ୍ମିତା କହିଲେ ପ୍ରକୃତରେ ଓଡ଼ିଆତ୍ୱର କଥା। ଓଡ଼ିଆତ୍ୱର କଥା କହିଲେ ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ଅସ୍ତିତ୍ୱ, ଓଡ଼ିଆ ସଂସ୍କୃତି ଏସବୁକୁ ମିଶାଇଲେ ତ ଓଡ଼ିଆ ଅସ୍ମିତା। ଏ ଅସ୍ମିତାଟା କେଉଁଥିରେ ପ୍ରକାଶିତ? ଭାଷାରେ ହିଁ ପ୍ରକାଶିତ ହେବ। ପ୍ରକୃତରେ ଜାତୀୟ ଅସ୍ମିତାର ମୂଳ ସ୍ୱରୂପ ହେଉଛି ବା ସାଧନ ହେଉଛି ଭାଷା। ଭାଷା ଆଉ ସାହିତ୍ୟ। ଗଣେଶ୍ୱର ସାର୍ ହେଉଛନ୍ତି ଅନେକଙ୍କ ପାଇଁ ଅଧ୍ୟାପକ, ଅନେକ ଗବେଷକଙ୍କର ଗୁରୁ ଏବଂ ଓଡ଼ିଆ ସାହିତ୍ୟ ସହିତ ପୃଥିବୀର ସାହିତ୍ୟକୁ ଯୋଡ଼ିବାର ଗୋଟେ ବଡ଼ ସେତୁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ସାହିତ୍ୟକୁ ନେଇକରି ଗୋଟେ ଅତି ପ୍ରତିବଦ୍ଧ ଜୀବନ ତାଙ୍କର ଥିଲା ଏବଂ ସାହିତ୍ୟ ତାଙ୍କ ପାଇଁ ଥିଲା ଗୋଟେ କମ୍ପୋଜିଟ୍ କଲଚର। ଯେ ସାହିତ୍ୟ କେବଳ ଗଳ୍ପ, କବିତା, ଉପନ୍ୟାସ ନୁହଁ, ତା ଭିତରେ ରାନ୍ଧଣା ଅଛି, ତା ଭିତରେ ସାଂସ୍କୃତିକ ଜୀବନଚର୍ଯ୍ୟା ଅଛି, ତା ଭିତରେ ଆମର ସାଂସ୍କୃତିକ ଅବବୋଧ ଅଛି, ନାଚ ଅଛି, ଗୀତ ଅଛି। ଏ ସବୁକୁ ମିଶାଇକରି ଗୋଟେ ସାଂସ୍କୃତିକ ପୃଷ୍ଠଭୂମି ସେ ତିଆରି କରିଥିଲେ ଏବଂ ତାଙ୍କର ଯେଉଁ ବ୍ୟକ୍ତିଗତ ନେତୃତ୍ୱ, ଯେଉଁ ସତୀର୍ଥ ଯେଉଁଟା ସେ ଗଠନ କରିଥିଲେ, ଯେ ସବୁ ସାହିତ୍ୟିକଙ୍କ ସହିତ ଗୋଟେ ପାରିବାରିକ ସମ୍ପର୍କ। ସାନରୁ ବଡ଼, ଆମେ ଯେତେବେଳେ ସାର୍ ବହୁତ ବଡ଼ ଲେଖକ, ସେତେବେଳେ ଆମେ ନୂଆ ଲେଖକ, କିନ୍ତୁ ସମସ୍ତଙ୍କ ସହିତ ଅତି ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିବାରେ ଗଣେଶ୍ୱର ମିଶ୍ରଙ୍କର ଗୋଟେ ବହୁତ ବଡ଼ ଅବଦାନ ଥିଲା। ତେଣୁ ସାର୍ ଯେତେବେଳେ ନାହାନ୍ତି, ସତୀର୍ଥ ଚାଲିଛି, ସେଇଟା ହିଁ ହେଉଛି ତାଙ୍କର ପରମ୍ପରା। ପ୍ରଫେସର ଗଣେଶ୍ୱର ମିଶ୍ର ଜଣେ କୃତବିଦ୍ୟ ସାହିତ୍ୟିକ ଏବଂ ସେ ତାଙ୍କର କୃତିତ୍ୱ ଜଣେ ଅଧ୍ୟାପକ ଭାବରେ, ଜଣେ ସାହିତ୍ୟିକ ଭାବରେ, ଜଣେ ସମ୍ପାଦକ ଭାବରେ, ଜଣେ ସଂଗଠକ ଭାବରେ ବହୁବିଧ କ୍ଷେତ୍ରରେ ସେ ତାଙ୍କର ପାରଦର୍ଶିତା ଦେଖାଇଛନ୍ତି। କିନ୍ତୁ ତାଙ୍କର ଗୋଟିଏ ବଡ଼ ଇଚ୍ଛା ଥିଲା ଯେ ଓଡ଼ିଆ ସାହିତ୍ୟକୁ ଯଦି ଆଗକୁ ଆମେ ନେବା ତାହେଲେ ଅନୁବାଦ ହେଉଛି ଗୋଟାଏ ତା'ର ଆବଶ୍ୟକ ବାଟ। କାରଣ ଅନୁବାଦ ମାଧ୍ୟମରେ ବାହାରର ଲେଖା ନିଜ ଭାଷାକୁ ଆସିବ ଏବଂ ନିଜ ଭାଷାର ଯେଉଁଗୁଡ଼ିକ ଭଲ ଲେଖା ସେ ମଧ୍ୟ ବାହାରକୁ ଯିବ। ତେଣୁ ଖାଲି ସାହିତ୍ୟ ରଚନା କଲେ ତ ହେବନି, ସାହିତ୍ୟ ପାଇଁ ପାଠକ ଦରକାର ଏବଂ ସାହିତ୍ୟର ଯେଉଁ ପୋଖରୀ ତାକୁ ବାରମ୍ବାର ଉଝାଳିବା ଦରକାର। ତେଣୁ ସେଇଥିପାଇଁ ସେ ବାରମ୍ବାର କହୁଥିଲେ ଯେ ଆମର ଯେଉଁ ଭଲ ସାହିତ୍ୟ ସେ କିନ୍ତୁ ବାହାରକୁ ଯିବ ଏବଂ ତା ସହିତ ବାହାରର ଭଲ ସାହିତ୍ୟ ଆମ ପାଖକୁ ଆସିବ। ସେଇଥିପାଇଁ ଗୋଟେ ଟ୍ରାନ୍ସଲେସନ୍ ଏକାଡେମୀ ଏବଂ ଦରକାର ପଡ଼ିଲେ ଗୋଟେ ଟ୍ରାନ୍ସଲେସନ୍ ୟୁନିଭର୍ସିଟି କରାଯିବା ଉଚିତ ବୋଲି ସେ ଯୁକ୍ତି କରୁଥିଲେ। ସମୟର ଜଣେ ବିଶିଷ୍ଟ କଥାକାର ଥିଲେ। ସେ ସବୁ କଥା, ସାହିତ୍ୟର ସବୁ ବିଷୟରେ ତାଙ୍କର ଦକ୍ଷତା ଥିଲା। ସେ ନୂଆ ଯେଉଁ କଥାଟା ଓଡ଼ିଆ ସାହିତ୍ୟରେ ଆସିଥିଲା ଫିଚର, ସେ ଫିଚର ସିଏ ଆରମ୍ଭ କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଧରିତ୍ରୀରେ ସେ ଫିଚର ଲେଖିଥିଲେ। ସେ ଫିଚରଟା ଯେଉଁଥିରେ ଗଳ୍ପ କିଛି ଆଉ ପ୍ରବନ୍ଧ କିଛି ଏ ମିଶିକି ଗୋଟେ ଫିଚର ତିଆରି ହୁଏ। ସେଇ ଧାରାଟା ହୁଏତ ଓଡ଼ିଆ ସାହିତ୍ୟରେ ସେ ଆରମ୍ଭ କରିଥିଲେ କହିଲେ ଅତ୍ୟୁକ୍ତି ହେବନି। ତା ଛଡ଼ା ସେ ଉପନ୍ୟାସ, ଶିଶୁ ସାହିତ୍ୟ, କବିତା ସବୁ ଲେଖିଛନ୍ତି। କିନ୍ତୁ ତାଙ୍କର ବିଶେଷତ୍ୱ ହେଉଛି ଯେମିତି ଛୋଟ ଛୋଟ କବିତା, ଛୋଟ ଗଳ୍ପ, ଛୋଟ ଉପନ୍ୟାସ, ଏତେ ବଡ଼ ନୁହଁ, କିନ୍ତୁ ବିନ୍ଦୁ ଭିତରେ ସିନ୍ଧୁ ଦେଖିଲା ଭଳିଆ ସେ ତାକୁ ସୃଷ୍ଟି କରିଛନ୍ତି। ଓଡ଼ିଆ ପିକ୍ଚର ଆଜିକା ଡେଟ୍ରେ ସମସ୍ତଙ୍କର ପସନ୍ଦ। ହଁ, ସେ ଓଡ଼ିଆ ଫିଚରଟା ସେ ଆରମ୍ଭ କରିଥିଲେ ଧରିତ୍ରୀରେ। ଧରିତ୍ରୀର ସେତେବେଳେ ଥିଲେ ଏ ଯେଉଁ ଆମର ସମ୍ପାଦକ ଥିଲେ ଦେବେନ୍ଦ୍ର ଶତପଥୀ, ନନ୍ଦିନୀ ଶତପଥୀଙ୍କ ହଜବେଣ୍ଡ।
ସିଏ ତାଙ୍କୁ ପ୍ରଚୋଦିତ ମାନେ କରିଥିଲେ, ଉତ୍ସାହିତ କରିଥିଲେ ଯେ ଇଏ ଯେତେବେଳେ ଲେଖିଲେ ପ୍ରଥମେ ଫିଚର ସିଏ ତାଙ୍କୁ ଉତ୍ସାହିତ କରିଥିଲେ ଯେ ଫିଚର ଲେଖ ତମେ ବୋଲି, ଏବଂ ସେ ଫିଚର ଲେଖିଥିଲେ।